ভক্তবৃন্দ গুরুজন মানে ଥରେ ଭଗବାନ ନାରଦ ଭଗବାନଙ୍କୁ ପଚାରିଲେ ପ୍ରଭୁ ଏ ସତ୍ୟ ଯୁଗରେ ଏ ମତ୍ସ୍ୟ ଆଜ୍ଞା ନମସ୍କାର, ଆପଣଙ୍କ ପରିଚୟ? ମୋ ନାଁ ଜୟପ୍ରକାଶ ରାଉଳ। ମୁଁ ଜଗନ୍ନାଥ ଗଜପତି ରୂପରେ ଏବଂ ଆଜିକୁ 2008 ମସିହା ଜଗନ୍ନାଥଙ୍କ ସହିତ ଅଛି ଏବଂ এই ধর্মক্ষেত্র জগন্নাথ চিত্তলা ধর্মক্ষেত্র ভগবান সবু জায়গায় বিদ্যমান, সারা ব্রহ্মাণ্ড সারা বিশ্বরে পরিব্যাপ্ত। তাঁর অসংখ্য বাহু অসংখ্য পাদ সবু কিছু সারা বিশ্ব ব্রহ্মাণ্ডরে সে পরিব্যাপ্ত। কিন্তু ভগবান আমি ভাবুଛୁ ଆମ ଦାଣ୍ଡରେ ନାହାନ୍ତି, ସେ ଶ୍ରୀକ୍ଷେତ୍ର ଆସିକି ଯଦି ଭକ୍ତ ଯେଉଁଠି ଥାଆନ୍ତି ଭଗବାନ ସେଇଠି ଥାଆନ୍ତି। ମୋର ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି, ନାରଦ ଯେମିତି କହିଥିଲେ ସେମିତି ଭଗବାନ ଏହି ବଡ଼ ଦାଣ୍ଡରେ ନିଶ୍ଚିତ ଭାବରେ ଆମ ମନରେ ଅଛନ୍ତି। ଏବଂ ଯେଉଁଦିନ ରଥ ଏଠି ଆସିଲା ସେଦିନ ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲି, ପ୍ରଭୁ ମୋତେ ଗଣେଶ ରୂପରେ ଦର୍ଶନ ଦିଅନ୍ତୁ। ସେଦିନ ମୋତେ ଗଣେଶ ରୂପରେ ପ୍ରଭୁ ଦର୍ଶନ ଦେଇଥିଲେ। ଆଉ କ'ଣ କହିବି, ଏତିକି କହିବି। ଇଏ ପାଖାପାଖି 45 ବର୍ଷର ରଥଯାତ୍ରା। ପ୍ରଥମ ଶଗଡ଼ରେ ମାନେ କାଠ ଶଗଡ଼ରେ ଆରମ୍ଭ ହୋଇଥିଲା, ବ୍ଲକ ଛକରେ ଆରମ୍ଭ ହୋଇଥିଲା। ସୁବ୍ରତ ଚକ୍ରବର୍ତ୍ତୀ ଜଣେ ଥିଲେ ବିଡ଼ିଓଙ୍କ ପୁଅ, ସିଏ ଏଠି ଆରମ୍ଭ କରିଥିଲେ ଏବଂ ତାଙ୍କ ଆଶୀର୍ବାଦରୁ ଆଜି ଏହି ଅଞ୍ଚଳରେ ପାଖାପାଖି 40-50 ଗ୍ରାମରୁ ଭକ୍ତମାନେ ଆସିକି ଏ କାଳିଆଙ୍କ ସାଙ୍ଗରେ ମିଶୁଛନ୍ତି, ଏ ବଡ଼ ଦାଣ୍ଡରେ ଖୁସି ମନାଉଛନ୍ତି। ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ, ଏତିକି ଭଗବାନ ପାଖରେ ମୁଁ ପ୍ରାର୍ଥନା। ଆଜି ହେଉଛି ପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଏ ବାହୁଡ଼ା ଯାତ୍ରା ଆପଣମାନେ ଜାଣିଥିବେ, ଏ ନବଦିନ ଯାତ୍ରା ଭିତରେ ଆଜି ହେଉଛି ମହାପ୍ରଭୁ ଯେଉଁ ରତ୍ନ ସିଂହାକର୍ଷଣକୁ ଛାଡ଼ି ଚାଲି ଆସିଥିଲେ ତାଙ୍କର ଜନ୍ମବେଦୀକୁ ଏବଂ ସେଇଠାରୁ ଆଜି ସେଇ କର୍ମ ଜାଗାକୁ, ଯେଉଁ ଜାଗାରେ ମଣିଷ କର୍ମ କରେ, କାହିଁକି ନା ବର୍ଷରେ ଥରେ ସେ ଜନ୍ମ ମାଟିକୁ ଆସିଥାନ୍ତି ଏବଂ ମା ଗୁଣ୍ଡିଚାରାଙ୍କୁ ଦର୍ଶନ କିନ୍ତୁ ମନେ ପଡ଼ିଯାଏ ସେଇ ତାଙ୍କର କର୍ମକ୍ଷେତ୍ର। ଆମେ ଯେତେବେଳେ କୌଣସି ଜାଗାରେ ସର୍ଭିସଟେ କରିଥାଉ, ନିଜର କର୍ମକ୍ଷେତ୍ର ଯେଉଁଟା ଆମର କର୍ମ ସେ ଆମକୁ ସମ୍ପାଦନ କରିବା ପାଇଁ ପଡ଼େ। ସେମିତି ସ୍ୱୟଂ ଜଗନ୍ନାଥ ମହାପ୍ରଭୁ ଯିଏ ସାରା ଜଗତକୁ ପରିଚାଳନା କରୁଛନ୍ତି, ସେ ସେଇ ଏ ବର୍ଷର ବାହୁଡ଼ା ଯାତ୍ରା ଏଇଠି ଆରମ୍ଭ।
ଶୀଘ୍ର ଉଗଗା ରଖିଦେଇ ଡଲାଟା ଦେଇଦିଅ କାହିଁକି ନା ଉଗଗା ରଖିଦେ ଆରେ ଉଗଗା ରଖିଦେଇ ଡଲାଟା ଦେଇଦିଅ ନାରଦ ଭଗବାନଙ୍କୁ ପଚାରିଲେ ପ୍ରଭୁ ଯେ ସତ୍ୟ ଯୁଗରେ ଏ ମତ୍ୟ ବାହୁଡୁଛନ୍ତି ସେଇ ଶ୍ରୀମନ୍ଦିରକୁ ତେଣୁ ଆମର ଏଠାରେ 3 ଦିନ ପାଳନ କରାଯାଇଛି ଆସନ୍ତାକାଲି ଆମର ରଥ ବନ୍ଦ ରହିବ